ମାନେ ଆମକୁ ଦେଖିକି ସମସ୍ତେ ଖାଲି ଚାହିଁ ଯାଉଛନ୍ତି ସତେ ଚାହୁଁଛନ୍ତି ହଁ କେନେ ମୁଁ ଚିହ୍ନିଛନ୍ତି ବାବୁ କିଏ ଲୋକ ଆଉ ଶକ୍ତି ଆବୃତ ହୋଇ ରହିଥିବାରୁ ବିବେକୀ ମନୁଷ୍ୟ ସେହିପରି ସ୍ୱୟଂ ପ୍ରକାଶ ନିତ୍ୟବୋଧ ପରମାନନ୍ଦମୟ ପରମାତ୍ମାକୁ ଦେଖିପାରେ ନାହିଁ। ସେହି ପରମାତ୍ମା ପ୍ରାପ୍ତି ରୂପକ ସୂର୍ଯ୍ୟ ପ୍ରକାଶିତ ହେଲେ ଯେଉଁ ପରମ ଶାନ୍ତି ଓ ନିତ୍ୟ ଆନନ୍ଦ ପ୍ରତ୍ୟକ୍ଷ ଅନୁଭବ ହୁଏ ତାହା ବାସ୍ତବରେ ଦିନ ପରେ ପ୍ରକାଶମୟ ହୋଇଥାଏ। ମଧ୍ୟ ପରମାତ୍ମାଙ୍କ ଗୁଣ ପ୍ରଭାବ ରହସ୍ୟ ଓ ତତ୍ତ୍ୱକୁ ଜାଣି ନଥିବା ଅଜ୍ଞାନୀମାନଙ୍କ ପାଇଁ ତାହା ରାତ୍ରି ଅଟେ ଅର୍ଥାତ୍ ରାତ୍ରି ସମାନ ଅଟେ କାରଣ ସେମାନେ ଏହି ବିଷୟରେ ସର୍ବଦା ଶୋଇଥାନ୍ତି। ସେମାନଙ୍କୁ ସେହି ପରମାନନ୍ଦ ପରମାତ୍ମା ଅନୁଭୂତି ବିଷୟରେ କିଛି ଜଣା ହିଁ ନଥାଏ। ତେଣୁ ପରମାତ୍ମା ପ୍ରାପ୍ତି ହିଁ ଏଠାରେ ସକଳ ପ୍ରାଣୀଙ୍କ ପାଇଁ ରାତ୍ରି ଅଟେ ବୋଲି କୁହାଯାଇଛି। କିନ୍ତୁ ପରମାତ୍ମାଙ୍କ ସଂଯମୀ ପୁରୁଷଙ୍କ ପାଇଁ ତାହା ଦିନ ପରି ଅଟେ। ସଚ୍ଚିଦାନନ୍ଦଘନ ପରମାତ୍ମାଙ୍କ ସ୍ୱରୂପକୁ ପ୍ରତ୍ୟକ୍ଷ କରି ସ୍ଥିତପ୍ରଜ୍ଞ ପୁରୁଷ ନିରନ୍ତର ସେଥିରେ ସ୍ଥିତ ରହନ୍ତି। ଏହା ହିଁ ସକଳ ପ୍ରାଣୀଙ୍କ ପାଇଁ ଯାହା ରାତ୍ରି ସେଥିରେ ତାହାଙ୍କ ଜାଗ୍ରତ ରହିବା। ପ୍ରଶ୍ନ ସକଳ ପ୍ରାଣୀଙ୍କର ଜାଗ୍ରତ ରହିବା କ'ଣ ଏବଂ କେଉଁଥିରେ ସକଳ ପ୍ରାଣୀ ଜାଗ୍ରତ ରହନ୍ତି ତାହା ପରମାତ୍ମା ତତ୍ତ୍ୱ ଜାଣିଥିବା ମୁନିଙ୍କ ପାଇଁ ରାତ୍ରି ସମାନ